ନାଗପୁରର ଏକ ସୁନ୍ଦର ଜାଗା ଆମେ ବୁଲିବାକୁ ଯାଉଛୁ ଆଜି। ତ ଗୋଟେ ଓଲା କାର୍ଟେ ବୁକ୍ କଲୁ। ବୁକ୍ କଲା ପରେ ଆମେ ଯାଉଛୁ ସେହି ସୁନ୍ଦର ଜାଗାକୁ। ତ ଚାଲନ୍ତୁ ଯିବା। ତ ଫାଇନାଲି ଆମେ ପହଞ୍ଚି ଯାଇଛୁ ସେଇ ଡେଷ୍ଟିନେସନ୍କୁ। ଆଉ ଏଇଟା ହେଉଛି ତା'ର ଫ୍ରଣ୍ଟ ଗେଟ୍। ଆଉ ଏଇ କାର୍ରେ ଆମେ ଆସିଥିଲୁ। ବର୍ତ୍ତମାନ ଆମକୁ ଛାଡ଼ିକି ଯାଉଛି ସେଇଟା। ଏଇ ସାମ୍ନାରେ ବି ବହୁତ ସୁନ୍ଦର ସୁନ୍ଦର ଛୋଟ ଛୋଟ ଦୋକାନ ଗୁଡ଼ାକ ଅଛି। ତ ଚାଲନ୍ତୁ ଦେଖିବା ଭିତରେ ଭିୟୁ କେମିତି ଅଛି। ବହୁତ ସୁନ୍ଦର ସଜେଇଛନ୍ତି। ପରିବେଶ ବି ବହୁତ ମନମୁଗ୍ଧକର ହେଇଛି। फाइनाली ଆମେ ପହଞ୍ଚିଗଲୁ ସେଇ ଡ୍ରାଗନ୍ ପ୍ୟାଲେସ୍ ସାମ୍ନାରେ। ବର୍ତ୍ତମାନ ଆମ ସାମ୍ନାରେ ଅଛି ଡ୍ରାଗନ୍ ପ୍ୟାଲେସ୍। ବହୁତ ସୁନ୍ଦର ଦେଖାଯାଉଛି। ତ ସେ ପାଖକୁ ଯାଇକି ଆପଣମାନଙ୍କୁ ସେ ଭିୟୁ ଦେଖାଇବାକୁ ଚେଷ୍ଟା କରିବି। ଜୋତା ଆଉ ଚପଲ ସେ ଭିତରକୁ ଏଲାଉ ନାହିଁ। ଗୋଟେ ହଳ ପିଛା 5 ଟଙ୍କା ଲେଖା ନେଉଛନ୍ତି। ତ ଏଠି ଆମେ ରଖିଲୁ। ବର୍ତ୍ତମାନ ଚପଲ ଷ୍ଟାଣ୍ଡରେ ଚପଲଟା ରଖିକି ଆମେ ଯାଉଛୁ ଏଇ ଡ୍ରାଗନ୍ ପ୍ୟାଲେସ୍କୁ। ହେଇ ସେଇ ଯେଉଁ ଦେଖାଯାଉଛି ସେଇଠିକୁ ଯାଉଛୁ। ଆମର ତ ମାଲିକ ଅଛନ୍ତି। ଭିତରେ ଭିଡ଼ିଓ ବନେଇବାକୁ ଏଲାଉ ଅଛି କହିଲେ, କିନ୍ତୁ ଶବ୍ଦ ଯେକୌଣସି ପ୍ରକାର ଶବ୍ଦ ସେଠି କରାଯାଇପାରିବ ନାହିଁ। ଦେଖିପାରୁଥିବେ ସମସ୍ତେ ଧ୍ୟାନରେ ବସିଛନ୍ତି। ଆଉ ସାମ୍ନାରେ ଏକ ସୁନ୍ଦର ବୁଦ୍ଧଦେବଙ୍କର ପ୍ରତିମା ଅଛି। ସମସ୍ତଙ୍କୁ ଦେଖି ମୋତେ ମଧ୍ୟ ବସିବା ପାଇଁ ଇଚ୍ଛା ହେଲା। ତେଣୁ ମୁଁ ମଧ୍ୟ କିଛି ସମୟ ପାଇଁ ବସିବାକୁ ସ୍ଥିର କଲି। ତାପରେ ଦେଖିବା ସାଙ୍ଗମାନେ ତା ଚାରିପାଖର ଭିୟୁ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଏପଟେ। ଆଉ ଚାରିପଟେ ମୁଁ ବୁଲେଇକି ଆପଣମାନଙ୍କୁ ଦେଖେଇବି। ତ ଚାଲନ୍ତୁ ଦେଖିବା ତା ଚାରିପାଖର ଭିୟୁ କେମିତି ଅଛି।
ସେଇ ଛୋଟ ଘରଟିରେ ପିଇବା ପାଣିର ବ୍ୟବସ୍ଥା ଅଛି। ଏପଟେ ଦେଖୁଛନ୍ତି ସୁନ୍ଦର ଛୋଟ ଛୋଟ ଫାଉଣ୍ଟେନ୍ ଅଛି। କାମ ସରିନି, କାମ ସରିଲେ ଆଉ ବହୁତ ସୁନ୍ଦର ଦେଖାଯିବ। ତ ଫାଇନାଲ ସାଙ୍ଗମାନେ ଆମେ ଏଇ ଡ୍ରାଗନ୍ ପ୍ୟାଲେସଟା ବୁଲିକି ଦେଖିଲୁ ଏବଂ ଆପଣମାନଙ୍କୁ ମଧ୍ୟ ଭିଡ଼ିଓ ମାଧ୍ୟମରେ କିଛିଟା ଦେଖିବାକୁ ଚେଷ୍ଟା କଲୁ। ଯଦି କେବେ ବି ଯଦି ନାଗପୁର ଆସୁଛନ୍ତି ତାହେଲେ ଏହି ଡ୍ରାଗନ୍ ପ୍ୟାଲେସକୁ ନିହାତି ଆସନ୍ତୁ ଏବଂ ଦେଖନ୍ତୁ କେତେ ବହୁତ ସୁନ୍ଦର କରିଛନ୍ତି। ଆଉ କାମ ତ ସରିନି, ତାଙ୍କର ଡିଜାଇନ୍ ବି ମସ୍ତ କରିଛନ୍ତି। କାମ ସରିନି, କାମ ସରିଲେ ଆଉ ବହୁତ ସୁନ୍ଦର ଦେଖାଯିବ। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ ନୂଆ ଜାଗା ସହିତ। ଧନ୍ୟବାଦ।